ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଧ ଷୋଡ଼ଶ ଅଧ୍ୟାୟ। ଶ୍ରୀସୁତବାଚ। ସୁତ କହନ୍ତି ଅନୁରାଗେ, ଆନନ୍ଦେ ମୁନିଙ୍କର ଆଗେ। ସ୍ୱଭାବେ ଅଭିମନ୍ୟୁ ସୁତ, ତେଜ ବିକାଶେ ପରୀକ୍ଷିତ। ବ୍ରାହ୍ମଣ ବାକ୍যେ ଜନ୍ମ କାলে, ସୁମରି ହସ୍ତିନା ମଣ୍ଡলে। ରାଜ୍ୟ ଆବୋରି ରାଜା ଯେତେ, ସର୍ବେ ଖଟିଲେ ପାଦଗତେ। ଶତ୍ରୁଙ୍କୁ ଜିଣି ମହାତେଜ, ଭୋଗ କରଇ ନିଜ ରାଜ୍ୟ। ବିରାଟ ସୁତ ସୁତା ଥିଲା, ସ୍ନେହେ ସେ ପରୀକ୍ଷିତେ ଦେଲା। ଅତି ସୁନ୍ଦର ରୂପ କାନ୍ତି, ନାମ ତାହାର କଳାବତୀ। ତାହାର ଗର୍ଭୁ ଚାରି ପୁତ୍ର, ଧର୍ମେ ସମ୍ପାଦି ପରୀକ୍ଷିତ। କୁମାର ଜନ୍ମେ ଜୟ ଆଦି, ସକଲ ଗୁଣେ ସେ ପ୍ରସିଦ୍ଧି। ଆନନ୍ଦେ ରାଜା ପରୀକ୍ଷିତ, ଯଜ୍ଞେ ବରିଲା ପୁରୋହିତ। ଗଙ୍ଗାର ତୀରେ ବେଦବାଦୀ, ସାଧିଲା ତିନି ଅଶ୍ୱମେଧି। ଦକ୍ଷିଣା ଦେଲେ ମନପୁରୀ, ଦିଗ ବିଜୟ ବିଜେ କରି। କଲିଯୁଗକୁ ଏକ ଦିନେ, ଦେଖିଲା ବେଲ ଅବସାନେ। ସେ ଶୂଦ୍ର ଜାତି ନୃପ ସାଜେ, ଲୋଭ ମୂଷଳ ଘେନିବା ବିଜେ। ଅଗ୍ରେ ଗୋ ମିଥୁନକୁ ଥୋଇ, ହୁଙ୍କାର ଅନାଦେ ପ୍ରହାରଇ। ତାହାକୁ ଦେଖି ନୃପମଣି, ତତ୍କ୍ଷଣେ ଭୁଜ ଧରି ଆଣି। ବନ୍ଧନ କଳା ବାହୁ ବଲେ, ସେ ବୀର ଅବନୀ ମଣ୍ଡଲେ। ହେମନ୍ତେ ସୁତ ମୁଖୁ ଶୁଣି, ସୌନକ ଆଦି ଯେତେ ମୁନି। ଆନନ୍ଦେ ହୋଇ କୃତ କୃତ୍ୟ, କହନ୍ତି ଶୁଣି ଶୁଣ ମୁନି ସୁତ। ସୌନକ ବାଚ। କେବଳ ହେତୁ ପରୀକ୍ଷିତ, ଦିଗ ବିଜୟେ ଉପଗତ। କଲିକୁ ଧରି ବାହୁ ବଲେ, ବନ୍ଧନ କଳା କିବା ଛଲେ। ସ୍ୱଭାବେ ଶୂଦ୍ର ରୂପ ଧରି, କପଟେ ନୃପଲିଙ୍ଗକାରୀ। ପାଦ ପ୍ରହାରିଲା ତାହାକୁ, ବସୁତ କହିବା ଆମ୍ଭଙ୍କୁ। ଏ କୃଷ୍ଣ କଥା ରସ ବାଣୀ, ଏ ଜୀବ ତୋରେ ଯାହା ଶୁଣି। ଶରୀର ବହି ମୋହ କଳ୍ପେ, ଜନ୍ମ ମରଣର ବିଳାପେ। ଆୟୁଷ ଦିନ ଦିନ ତୁଟେ, ଜଲ ଯେ ସନେ ଛିଦ୍ର ଘଟେ। କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର, ଅମୃତ ବାକ୍ୟ ଚକ୍ରଧର। ଏଥୁ ପ୍ରାଣୀଙ୍କ ନାଶ ଅର୍ଥେ, ମୃତ୍ୟୁ ପୁରୁଷ ଏ ଜଗତେ। ସେ ନୁହେଁ କାହିଁ କାହା, ସେ ନୁହେଁ କାହାର ଆୟତ। କରଇ କ୍ଷଣେ କ୍ଷଣେ କସ୍ତ। ସେ ମୃତ୍ୟୁ ମୁଖୁ ନିସ୍ତାରଣେ, ହରିର ଭକ୍ତି ମନେ ଗୁଣେ। ହରି ଭକତି ସୁଧା ପାନେ, ଅମୃତ ବିନୟ ବଚନେ। ଦିନ ହରନ୍ତି ଦୁଃଖ ସୁଖେ, ତାହାକୁ ନାରାୟଣ ରଖେ। ସ୍ୱଭାବେ ମନ୍ଦ ବୁଦ୍ଧି ପ୍ରାଣୀ, ନିଜ ଆୟୁଷ ନ ପ୍ରମାଣୀ। ନିରତେ ମନ୍ଦ କର୍ମ କରେ, ତାର ଆୟୁଷ ଏ ସଂସାରେ। ଅଧେହ ରଇ ନିଦ୍ରା ନାଶୀ, ଦିବସେ ବ୍ୟର୍ଥ କର୍ମେ ଗ୍ରାସୀ। ଏମନ୍ତେ ମୁନିଙ୍କ ପ୍ରସନ୍ନେ, ସୁତ କହନ୍ତି ସାବଧାନେ। ସୁତବାଚ। ସେ ରାଜ ଋଷି ଯେତେବେଳେ, ବସିଲା ହସ୍ତିନା ମଣ୍ଡଲେ। ବିଶେଷେ ଅର୍ଜୁନର ନାତି, ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ। କଲି ପ୍ରବେଶ କଥା ଶୁଣି, ଦିଗ ବିଜୟେ ନୃପମଣି। ତାର ସମାନ ନୃପବରେ, ସମର୍ଥ ନାହାନ୍ତି ସମରେ। ଉତ୍ତମ ରଥ ସଜ କରି, ରଥେ ଯୋଚିଲା ଅଶ୍ୱଚାରୀ।
ସମତୁରଙ୍ଗ ଘନ ଜବ କେ କହୁଁ ଅଶ୍ୱଙ୍କର ଭାବ ଅଶ୍ୱଭୂଷିତ ଅଳଙ୍କାରେ ରବି ଉଦୟ କିୟମରେ ରଥ ଉପରେ ହୀରା ଧ୍ୱଜ ପୁରୁବାହାର ମହାରାଜ ଆବୃତ ଚତୁରଙ୍ଗ ବଲେ କେ ତାକୁ ସମମୋହିତଲେ ଦିଗ ବିଜୟେ ବାହାରିଲା ସବଦେ ଭୁବନ କମ୍ପିଲା ସର୍ବନୃପତି ନେଇ ପାଶେ ମିଳେ ଉତ୍ତର କୁରୁ ଦେଶେ ଭଦ୍ରାଶ୍ୱ କେତୁ ମାଲ ଜିଣି ଆଗେ ରାଉତ ମଧ୍ୟ ଜିଣି ସର୍ବନୃପ ପୁରୁଷ ଆଦି କିଣିଲା ସକଲ ସମ୍ପାଦି ସର୍ବନୃପାଦି ଯା ଚରଣେ ଧନେ ଖଟିଲେ ଦାସ ପଣେ ଏତେ ହେଁ ନୃପତି ତା ସଙ୍ଗେ କୃଷ୍ଣ ଚରିତ ବୀଣା ରଙ୍ଗେ ପୂର୍ବ ପୁରୁଷଙ୍କର ବାଣୀ ତ ସେ ତାହାର ମୁଖ ଶୁଣି ଆତ୍ମାକୁ ରଖିଲେ ଯେମନ୍ତେ ଦ୍ରୋଣ କୁମର ଶସ୍ତ୍ରାଘାତେ କୃଷ୍ଣ ପାଣ୍ଡବ ବନ୍ଧୁ ଗଣେ ଭକ୍ତି କୃଷ୍ଣର ଯେ ଚରଣେ ଦୁସ୍ତର ବ୍ରହ୍ମସର ବାଣ ଉଦର ଚକ୍ର ସଂହାରଣ ଶୁଣି ସନ୍ତୋଷ ନୃପମଣି ଉତ୍ତମ ନବରତ୍ନ ଆଣି ତାହାକୁ ଦେଲେ ପୁରସ୍କାର ରତ୍ନ କଙ୍କଣ ମଣିହାର ଅଶ୍ରୁଲୋଚନ ଚକ୍ଷୁ ବୁଝି ପୁଲକେ ପୁରେ ରୋମରାଜି ପାଣ୍ଡବ ସଙ୍ଗେ ଯେତେ ଭାବ ସଂସାରେ ସାଧିଲେ ମାଧବ ରଣେ ସାରଥି ପଣେ ରତି ଜୀବନ ବାସ ଘୋର ପଥେ ରଣୁ ଧରେ ଶଙ୍ଖା ଗଣେ ଅସ୍ତିନା ରାଜଦୂତ ପଣେ ଆସନ ଶୟନ ଭୋଜନେ ସ୍ନେହେ ବାନ୍ଧବ ବନ୍ଧୁ ଜନେ ଏ ଆଦି ଯେତେ କର୍ମ କରି ପାଣ୍ଡବ ସଙ୍ଗତେ ବିହରି ସେ ଭାବ ଘେନି ଦୃଢ଼ ଚିତ୍ତେ ଲଭିଲା କୃଷ୍ଣ ପାଦଗତେ ପୂର୍ବ ପୁରୁଷଙ୍କର ଧର୍ମ ସାଧିଲା ଅନୁଦିନେ କର୍ମ ସେ ପୁଣି ନିଜ କର୍ମ ବସେ ଲଭିଲା ଅଲପ ବୟସେ ତାର ଆଶ୍ଚର୍ଯ୍ୟ କଥା ଶୁଣି ସୌନକ କହେ ମଞ୍ଜୁବାଣୀ ଧର୍ମ ଯେ ଏକ ପାଦ ବହି ତତ୍କ୍ଷଣେ ବୃଷ ରୂପ ହୋଇ ଭୂମିକି ଦେଖି ଅନୁରୂପେ ବିଶ୍ୱାସେ ମିଳିଲା ସମୀପେ ସେ ଧେନୁ ଅତି ଦୁଃଖୀ ଅଧୋ ବଦନେ ଅଶ୍ରୁମୁଖୀ ତାର ବଦନ ଚାହିଁ ଧୀରେ ଧର୍ମ ବୋଲଇବେ ପ୍ରଭରେ ଧର୍ମବାଚ ହେ ବସୁନ୍ଦରୀ ସତ୍ୟ କହ ତୋର ବିସ୍ମୟେ ମୋର ଦେହ କିବା ତନୟ ତୋର ମଲା ସ୍ୱାମୀ ବାଦୁରେ ପ୍ରବେଶିଲା ତୋର ଶରୀରେ କିବା ବ୍ୟାଧି ସ୍ତବଇ ଅନ୍ତରେ ଆଚ୍ଛାଦି ବିଶେଷ ବଚନ ତୋହର ଏଣୁ ଏ ସ୍ୱଭାବ ଯେ ତୋର କିବା ତୋହର ମନ ବ୍ୟଥା କି ନଷ୍ଟ ଅର୍ଥେ ତୋର ଚିନ୍ତା ଏ ବଡ଼ ଦୁଃଖୀ ଦେଖି ତୋତେ ଦୟା ବସିଲା ମୋର ଚିତେ କିବା ତୋହର ପ୍ରାଣ ନାଶେ ସୁଖେ ବଞ୍ଚିବ ମାଂସ ଗ୍ରାସେ କିବା ଦେବଙ୍କ ପ୍ରୀତି ଛଳେ ଯଜ୍ଞ ନୋହିବ ଭୂମି ତଳେ ଯେବେ ନ ବରସିବେ ଦେବେ ଏଣୁ ଏ ପ୍ରଜା ନାଶ ଯିବେ କିବା ପୁରୁଷ ନିଜ ନାରୀ ଉପେକ୍ଷୀ ପର ଦାରା କରି କିବା ବାଲକ ପିତା ମାତା ଛାଡ଼ିଲେ ତୋର ମନେ ଚିନ୍ତା କିବା ବ୍ରାହ୍ମଣେ ବେଦବାଣୀ ସାଧବେ ଦିନ କୁଲେ ଆଣି ଗ୍ରହ ନକ୍ଷତ୍ର ବନ୍ଧୁ ରାଜା କଲି ବିହିତ ଜନ ପ୍ରଜା ନିଜ ଭବନ ଛାଡ଼ି ଅନ୍ୟେ ଛାଡ଼ିବେ ଦୁର୍ଗମ କାନନେ ପ୍ରାଣୀଏ ଆନ ସ୍ଥାନେ ଆସନ ଭୟନ ଶୟନେ କରିବେ ପର ପାକେ ମତି ପର ଯୁବତୀ ଘେନି ରତି କିବା ତୋହର ଗୁରୁତର ଖଣ୍ଡିଲା ଅବନୀର ଭାର ତାର ଚରଣ ତ ଉପରେ ଜନେ ଭୂଷିତ ଅଳଙ୍କାରେ
ତାର ଚରିତ ଗୁଣ ଲୀଳା କିବା ତୋ ମନ ସୁମରିଲା। ତାର ବିଯୋଗେ ତୋର ଚିତ୍ତେ ଚିନ୍ତା ସାଗରେ ମୋହଗ୍ରସ୍ତେ। ଇଆଦି ଯେତେ ଚିନ୍ତା ଭାର କହ ଅଭିମାନ ବେଭାର। କାଲ ବା ତୋର ଶୁଭ ହାରି ଯେଣୁ ଦିଶିଲୁ ହତ ଶିରି। ଧର୍ମ ବୃଷଭ ବାକ୍ୟ ଶୁଣି ଧରଣୀ କହେ ମନ ଗୁଣି। ଧରଣୀ ବାଚ ଭୋ ବୃଷ ଯେତେ ପ୍ରଶ୍ନ ତୋର କହିବି ଶୁଣ ମନ ସ୍ଥିର। ତୋହର ଚତୁର ଚରଣ ପ୍ରାଣୀଙ୍କ ସୁଖର କାରଣ। ସତ୍ୟ ଶୌଚ ଦମ୍ଭ ଶାନ୍ତି ତ୍ୟାଗ ସନ୍ତୋଷେ ମହାମତି। ତପ ସମାଧି ସମଦମ ତିତିକ୍ଷା ଇନ୍ଦ୍ରିୟ ସଂଯମ। ବିରକ୍ତି ଫଲ ଯେ ଐଶ୍ୱର୍ଯ୍ୟ ସତତ ସୁଖ ଜ୍ଞାନ ଦ୍ୱିଜ। କୁଶଳ କାନ୍ତି ସମଭାଗ ଅଶୁଭ କର୍ମର ଯେ ଭୋଗ। ପ୍ରଶସ୍ତ ଶୀଳ ମହାବଳ ସ୍ତ୍ରୀ ଗର୍ଭର ସମକୂଳ। ସୁକୃତ ମାନ ଅହଙ୍କାର ଏ ସର୍ବ ତୁହର ଶରୀର। ଇଆଦି ଅନ୍ୟ ଧର୍ମ ଯେତେ କର୍ମ ସାଧନ ଏ ଜଗତେ। ମହତ ଜନ ଆଚରଣ ଆତ୍ମାର ପରମ କାରଣ। ସେ ସର୍ବ ଗୁଣ ଷଡ଼ ଭାଗେ ଗମିଲେ ଗୋବିନ୍ଦର ସଙ୍ଗେ। ଏ ସର୍ବ ଗୁଣ ଲୋକ ଯେତେ ସର୍ବେ ପଡ଼ିଲେ ମୋହଗତେ। ଏବେ ମୁଁ ଆତ୍ମାକୁ ସୁମରି ଏ ସର୍ବ ଗୁଣ ମନେ ଧରି। ତୋର ଚରଣ ଭଗ୍ନ ଦେଖି କାନ୍ଦଇ ହୋଇ ଅତି ସୁଖୀ। ଦେବତା ଋଷି ପିତୃଗଣେ ଯେ ବର୍ଣ୍ଣାଶ୍ରମ ଆଚରଣେ। ଏ ସର୍ବ ଧର୍ମ ଗଲା ଦୂର ମୋତେ ଛାଡ଼ିଲେ ଚକ୍ରଧର। ବ୍ରହ୍ମାଦି ଦେବ ଦେବୀ ଯେତେ ନିଶ୍ଚଳ ମୋହର କ୍ରତେ। ଯାର ପାଙ୍ଗ ମୋକ୍ଷ ଶିରି ଲଭିବି ବୋଲି ଆଶା କରି। କଠୋର ତପ ସାଧିବନେ ପ୍ରସନ୍ନ ଯାହାର ଚରଣେ। ସେ ଲକ୍ଷ୍ମୀ ତେଜୀ ପଦ୍ମବନ ଯାର ହୃଦରେ ଲଭି ସ୍ଥାନ। ସେ ସ୍ଥାନେ ନ ରହେ ତା ମନ ତାର ଚରଣେ କରେ ଧ୍ୟାନ। ବୋଲି ବଞ୍ଚଇ ସର୍ବବେଳେ ସେ ହରି ନିଜ ପୁରେ ଗଲେ। ତାର ଚରଣେ ଚିହ୍ନ ଯେତେ ଧ୍ୱଜ ଅଙ୍କୁଶ ନିଜ ଗାତ୍ରେ। ସେବେଲେ ଅଲଙ୍କୃତ ଦେହି ଶୁଦ୍ଧ ସୁନ୍ଦର ବିରାଜଇ। ଯେଣୁ ଛାଡ଼ିଲେ ମୋତେ ହରି ତେଣୁ ଦିଶଇ ହତ ଶିରି। ଅସୁର ଅକ୍ଷୋହିଣୀ ଭାର ଉଶ୍ୱାସ କଲା ଯେ ମୋହର। ତାର ବିଯୋଗ ଯେବା କହି ଏ ନର ଲୋକେ ଦେହ ବହି। ପ୍ରେମେ ପାଲକ କର୍ମ ମାତ୍ରେ ମନକୁ ମୋହନ୍ତି ଜଗତେ। ମଥୁରାପୁର ନାରୀଙ୍କର ଭାଗ୍ୟ କେ କରିବ ଗୋଚର। ତାର ଚରଣ ସୁଖ ଲାଗି ପୁଲକ ଭାବେ ସୌଭାଗୀ। ସୁତ କହନ୍ତି ଅବଧାନେ ଏବେ ହୋ ମୁନିଜନ ଶୁଣ ମୁନିଜନେ। ଏମନ୍ତେ କହୁ କହୁ ବାଣୀ ଧର୍ମର ସଙ୍ଗତେ ଧରିଣୀ। ସେ ପରୀକ୍ଷିତ ଦଣ୍ଡଧାରୀ ଦିଗ ବିଜୟ କର୍ମଚାରୀ। ଧର୍ମଧରଣୀ ସଙ୍ଗ ବୋଲେ ମିଳିଲା ସରସ୍ୱତୀ କୂଲେ। କହଇ ବିପ୍ର ଜଗନ୍ନାଥ ପ୍ରାକୃତ ବନ୍ଧେ ଭାଗବତ। ପ୍ରଥମ ସ୍କନ୍ଧେ ଅର୍ଥ ଯେତେ ଅମୃତ କୃଷ୍ଣର ଚରିତେ।
इति श्रीमद्भागवते महापुराणे पारमहंस्यां संहितायां 82 प्रथमस्कन्धे धर्मवृत्तिसंवादे नाम 16 अध्याय।